ସବୁ କଣ କହିବେ ଭାଇ ଯୋଉ ଆପଣ ଠିକାଦାର ସଂଘ ଆପଣ ବିଗତ ଦିନରେ 24 ଦିନ ଷ୍ଟ୍ରାଇକ ରେ ବସିଥିଲେ ରାଜରାସ୍ତାକୁ ମଧ୍ୟ ଓହ୍ଲେଇଥିଲେ ଅଫିସ ରେ ବସିଲେ ବର୍ତ୍ତମାନ ଯାଇଛି ଅଫିସ ଆଗରେ ଧାରଣା এটা তো অনির্দিষ্ট কাଳ পର୍ଯ୍ୟନ୍ତ ଚାଲିବ ଅନିର୍ଦିଷ୍ଟ ପର୍ଯ୍ୟନ୍ତ ଚାଲିବ କାହିଁକି ନା ସରକାର ଆମର କୌଣସି କଥା ଶୁଣୁନାହାନ୍ତି ଏବେ ପର୍ଯ୍ୟନ୍ତ ଏତେ ଧାରଣା ଦେଲୁଣି ବହୁତ ଠିକାଦାର ଓଡ଼ିଶା ସାରା ପୁରା ହଇରାଣ ହଉଛନ୍ତି ଯାହାଦ୍ୱାରା ସରକାର ସେଥିପାଇଁ ଆମେ ଆପଣଙ୍କ ମାଧ୍ୟମରେ କହୁଛୁ ଯେ ତୁରନ୍ତ ଆମର ଯାହା ଆଠ ଦଫା ଦାବି ଅଛି ଯଥାଶୀଘ୍ର ପୂରଣ ହବ। 8 ଦଫା ଜାତି କେତେ ଦିନ ଭିତରେ ପୂରଣ ହବ ମତେ ଯଦି ତିନି ଲିଖିତ ମାସ ପ୍ରତିଶ୍ରୁତି ଅଛି। ସେମାନେ 3 ମାସ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସେଟା କାର୍ଯ୍ୟକାରୀ ହେଲାନି କେବଳ ଭଣ୍ଡେ ଭଣ୍ଡେ ହେଇ ଚାଲିଛି। ଯୋଉଟା 5 ଲକ୍ଷ ସର୍ବନିମ୍ନ ଯୋଉଟା 13 ଲକ୍ଷ ସେଇଟା ମଧ୍ୟ ବାତିଲ କରିଦେଇଛି। ସେଇଟା ସେଇଟାକୁ ବାତିଲ କରିଦେଇଛନ୍ତି ସେଇଟା ବଡ ଅସୁବିଧା ହଉଛି ଲୋକ ବହୁତ ଠିକାଦାର କାହିଁକି ନା ତା ଦ୍ୱାରା ବହୁତ ଲୋକ ବଞ୍ଚୁଥିଲେ ଏଇଟା କେବଳ ସେମାନେ ବନ୍ଦ କରିଛନ୍ତି ଗୁଜୁରାତି ଯୋଉ ଠିକାଦାର ମାନଙ୍କୁ କେବଳ ପ୍ରୋତ୍ସାହନ ଦବା ପାଇଁ ବୋଲିକି ଏଇ ଜିନିଷ ବନ୍ଦ କରିଛନ୍ତି ସେଥିପାଇଁ ଆମେ ଆପଣଙ୍କ ମାଧ୍ୟମରେ ଯଥାଶୀଘ୍ର ଏଇ ଜିନିଷ ଉପରେ ଯାହା ଯାହା ଆମର 8 ଦଫା ଦାବି ରହୁଛି ତୁରନ୍ତ ସେଠି ଧ୍ୟାନ ଦିଅନ୍ତୁ ସରକାର ଏବଂ ପୂରଣ ବି କରନ୍ତୁ। ଆପଣ କୋଉଠୁ ଆସିଛନ୍ତି ଭାଇ? ଆମେ ବ୍ରହ୍ମପୁରରୁ ଆସି ବର୍ଷା ଦିନ ଆଗକୁ ଆସୁଛି କାମ ବନ୍ଦ ବର୍ତ୍ତମାନ ହେଇଯିବ। ଟୋଟାଲ ବନ୍ଦ ହେଇଯିବ ଓଡିଶା ସାରା ସେତେବେଳେ ପୁରା ଅଭିବୃଦ୍ଧି ପରିସ୍ଥିତି ସବୁ ହେଇଯିବ ଓଡିଶା ସେତେବେଳେ କାମ ହବନି ନାଳ ହାଳ ସବୁ ଚକ୍ ହବ ଓଡିଶା ସାରା କିଛି କାମ ହବନି ଆଉ କେହି ବି କରିବେନି କାମ କଣ୍ଟ୍ରାକ୍ଟର କରିବେ। ଷ୍ଟ୍ରାଇକ୍ ଉପରେ ଆପଣ ବସୁଛନ୍ତି ଏଇ କଣ୍ଟ୍ରାକ୍ଟର ଲକ୍ଷାଧିକ ପରିବାର ମଧ୍ୟ ତାଥିରେ ସାମିଲ ହେଉଛନ୍ତି ସରକାର କଣ ଦେଖାଯାଉନି। ସରକାର ଦେଖୁଛନ୍ତି କିନ୍ତୁ ସେ ନ ଦେଖିଲେ ବି କୌଣସି ଜିନିଷ ଉପରେ ତାଙ୍କର ଧ୍ୟାନ ନାହିଁ କେବଳ ଗୁଜୁରାତି ଆଉଟ ଅଫ ଷ୍ଟେଟ ର ମାନେ କଣ୍ଟ୍ରାକ୍ଟର କେବଳ ପ୍ରୋତ୍ସାହନ ଦେବା ପାଇଁ ବି ଯୋଉ ସରକାର ଓଡିଆ ଅସୁବିଧା ସରକାରକୁ ଆସିଥିଲା କହିଥିଲା ସମସ୍ତଙ୍କ କଥା ଓଡିଆ ଲୋକଙ୍କ କଥା ଆଗ ବୁଝିବ ଭୁଲି ଯାଉଛି ପୁରା ଭୁଲି ଯାଉଛନ୍ତି ସେମାନେ ଖାଲି ଭଣ୍ଡେଇବାରେ ପୁରା ସନ୍ଦେହ ଭଣ୍ଡେଇ ଚାଲିବ କୌଣସି ଡିପାର୍ଟମେଣ୍ଟରେ କୌଣସି ଆଗକୁ କଣ ଲକ୍ଷ୍ୟ ରଖିଛନ୍ତି କରିବେ। ଆଗକୁ ଆମର ଲକ୍ଷ୍ୟ ହଉଛି ଯଥାଶୀଘ୍ର ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପୂରଣ କରନ୍ତୁ ଯଦି ନ କରିବେ ରାଜରାସ୍ତାରେ ଆନ୍ଦୋଳନ ହେବ ଆଉ ସେଥିପାଇଁ ସରକାର ହିଁ ଦାୟୀ ରହିବେ ଆଉ ସରକାରଙ୍କ ଏବେ ଯୋଉ ସେମାନେ କହି ଆସିଥିଲେ ଆମେ ଲେଖା ଛିଡେଇ ଦବୁ ଲେଖା ସେମାନଙ୍କର ଲେଖାରେ ଛିଡିଯିବେ। ଭଗବାନ ସାହୁ ବ୍ରହ୍ମପୁର ଭାଇ ଦେଖିଆ ଆପଣ ରାଜରାସ୍ତାରେ ରହିଲେ ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ପ୍ରତିଶ୍ରୁତି କଥା ପ୍ରତିଶ୍ରୁତି ରହିଗଲା ପାଣିର ଗାର ସେଇଥିପାଇଁ ବର୍ତ୍ତମାନ ସେ ଅଫିସ ଆଗରେ ଦୀର୍ଘ 5 ଦିନ ହବ ଆପଣ ଧାରଣା ନେଇଛନ୍ତି। ଦେଖନ୍ତୁ ଆଜ୍ଞା ଏଇଟା ଗୋଟିଏ ଲୋକଙ୍କର ଜୀବନ ଜୀବିକାର କଥା ସାଧାରଣ କଣ୍ଟ୍ରାକ୍ଟର କଥା ନାହିଁ କଣ୍ଟ୍ରାକ୍ଟ ମାନଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ ହୁଏ ଉନ୍ନୟନ କାର୍ଯ୍ୟ ଦ୍ୱାରା ସମସ୍ତଙ୍କର ମାନେ ଶ୍ରମିକ ଠାରୁ ଆରମ୍ଭ କରି ମାନେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସମସ୍ତେ ଆ ଦ୍ୱାରା ଉପକାର ହୁଅନ୍ତି ସରକାର ମଧ୍ୟ ଉପକାର ହୁଅନ୍ତି କାମ ଯେକୌଣସି କାମ ହୁଏ ସରକାର ଟ୍ୟାକ୍ସ ପାଆନ୍ତି ସରକାରଙ୍କ ଲେବରକୁ ଶେଷ ଯାଏ ଏଇ ଅସ୍ମିତା କଥା କହି ଯୋଉ ଆସିଥିଲା ସରକାର ଭାଇ ରୟାଲ୍ଟି ଯାଏ ଯେକୌଣସି ଡେଭଲପମେଣ୍ଟ ୱାର୍କ କଣ୍ଟ୍ରାକ୍ଟର ଦ୍ୱାରା ମାନେ ରାଜ୍ୟକୁ ଟ୍ୟାକ୍ସ ଯାଏ ତା ଦ୍ୱାରା ଦେଶର ବି ଉନ୍ନତି ହବ ରାଜ୍ୟର ବି ଉନ୍ନତିମୂଳକ କାମ ହବ ଏଥିରେ ଲୋକମାନଙ୍କ ବି ଉପକୃତ ହଉଛନ୍ତି ଏ ଯୋଉ ସରକାରଙ୍କ ଦ୍ୱାରା ଏ ଯୋଉ କାମ ଯୋଉ ଚାଲିଛି ବର୍ତ୍ତମାନ କୌଣସି ମାନେ ଛୋଟିଆ ଠିକାଦାର ମାନଙ୍କୁ ଆଉ କାମ ମିଳୁନି। 14 ପଏଣ୍ଟ ଆପଣ ଲେସ୍ ଯୋଉଟା ଥିଲା ବି ମନ ଇଚ୍ଛା ଲୋକ ବି ମଧ୍ୟ ପଠଉଛନ୍ତି ତାକୁ ନେଇ କଣ କହିବେ। ଦେଖନ୍ତୁ ଆଖେ କାମଟା ଯେହେତୁ ଏଇ ସବୁ ବହୁତ ଉଚ୍ଚତାରେ ମାନେ କଟାକଟି ହେଲେ ଲେସ୍ ଷ୍ଟାଣ୍ଡ ହେବା ଯୋଗୁଁ କାମର ନିମ୍ନମାନ ହେବା ଯୋଗୁଁ ସେ ଗୋଟେ ସିଲିଂ ରହିଲା ଯେ 14.99 ଦ୍ୱାରା ଆଉ ଅଧିକା କାଟି ପାରିବନି ଯାହାଦ୍ୱାରା କି ଆଉ କାମଟା ନିମ୍ନମାନ ହବନି କାମ ବି ଠିକ ଠାକ ହବ ବର୍ତ୍ତମାନ ସରକାର ସେଟାକୁ ଖୋଲା କରିଦେଲେ ଯାହାଦ୍ୱାରା କି ଲୋକ ପାଇବା ପାଇଁ ମାନେ ନିର୍ଦ୍ଦିଷ୍ଟ ଠିକାଦାର ପାଇବା ପାଇଁ ଏ ସିଷ୍ଟମଟା ହେଇଛି ଯାହାଦ୍ୱାରା କି 50% ଅଧିକ କାଟିଲେ ଦ୍ୱାରା ସେମାନେ ମାନେ ସରକାର ଚାପର ଅଫିସର ଆଉ କଣ୍ଟ୍ରାକ୍ଟର ଦ୍ୱାରା ମଧୁଚନ୍ଦ୍ରିକା ହେଇକି କାମଟା ନିମ୍ନମାନ ହଉଛି ଆଉ କାମ ଠିକ ଭାବେ ହେଇପାରୁନି ଆଉ ଯୋଉଦ୍ୱାରା କି ଅଫିସର ମଧ୍ୟ ଚାପଗ୍ରସ୍ତ ହଉଛନ୍ତି ବାଧ୍ୟ ହଉଛି ନିମ୍ନମାନ କାମ କରିବାକୁ ଯେହେତୁ ଠିକ ଲେସ୍ ନେଇକି ଯାହାଦ୍ୱାରା କି ଲୋକଙ୍କର ମାନେ ନଷ୍ଟ ସମ୍ପତ୍ତି ନଷ୍ଟ ହଉଛି ସରକାର ବି ଚାପଗ୍ରସ୍ତ ହେଇ କାମ ନିମ୍ନମାନ ହଉଛି ଆ ଦ୍ୱାରା ଉପକୃତ କିଛି ହଉନାହାନ୍ତି ଲୋକେ।